13 ବର୍ଷର ନାବାଳିକା ଝିଅର ମୋବାଇଲ ତା ମାମୁଁ ହାତରେ ପଡ଼ି ଯାଇଥିଲା। ଆଉ ତା ମାମୁଁ ଭାଣିଜୀ ମୋବାଇଲରେ ଥିବା ଚାଟିଂକୁ ଦେଖି ଦେହରୁ ଝାଳ ଗମ ଗମ ହୋଇ ବହି ଯାଉଥିଲା। ସେ 13 ବର୍ଷର ଝିଅ ମୋବାଇଲରେ ତା ପ୍ରେମିକ ସହିତ କରିଥିବା ସବୁ ଚାଟିଂ ଥିଲା। ସେଇଟା ବଡ଼ କଥା ନଥିଲା, ତା ପ୍ରେମିକ ସହିତ ଚାଟିଂ କରିଥିଲା। ସେ ଚାଟିଂରେ ଯେଉଁ ରହସ୍ୟ ଲୁଚି ରହିଥିଲା ସେଇଟା ଦେଖିଲା ପରେ କେବଳ ତା ମାମୁଁ ନୁହେଁ, ଆପଣ ଜାଣିଲେ ମଧ୍ୟ ଆପଣଙ୍କ ଦେହରୁ ବି ଗମ ଗମ ଝାଳ ବାହାରିଯିବ। ଛିରେ ଦୁନିଆ ଛି, ଏ ମଣିଷ କାହାକୁ ବା ଭରସା କରିବ? କ'ଣ ଥିଲା ସେ ଚାଟିଂ ଭିତରେ? 13 ବର୍ଷର ଝିଅ ତା ପ୍ରେମିକ ସହିତ କ'ଣ ଚାଟିଂ କରିଥିଲା, ଯାହାକୁ ନେଇ ପୋଲିସ ସେଇ ଝିଅ ସହିତ ତା ପ୍ରେମିକକୁ ଗିରଫ କରିଥିଲା। ଆଉ ସେଇ ଘଟଣା ଏତେ ଭୟଙ୍କର ଥିଲା ଯେ ପୁରା ପାରଳା ଖେମୁଣ୍ଡି ସହରଟା କମ୍ପି ଉଠିଥିଲା। ଆସନ୍ତୁ ଜାଣିବା ଆଜିର ଏହି କାହାଣୀରେ ପ୍ରେମ ପାଇଁ ମଣିଷ କ'ଣ କରିପାରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଏକ ନୂଆ ସସ୍ପେନ୍ସ ଆଉ ପ୍ରେମ ଭରା କାହାଣୀକୁ ଆପଣଙ୍କୁ ସ୍ୱାଗତ। ପାରଳା ଖେମୁଣ୍ଡି ସହରରେ ରୁହନ୍ତି 54 ବର୍ଷୀୟ ରାଜଲକ୍ଷ୍ମୀ କର। ସ୍ୱାମୀ ଆରପାରିକୁ ଚାଲିଗଲା ପରେ ନିଜ 13 ବର୍ଷର ଝିଅ ସହିତ ରହୁଥିଲେ। ବେଶ ହସ ଖୁସିରେ ଚାଲିଥିଲା ମା ଝିଅଙ୍କର ସଂସାର। ମା ଝିଅକୁ ଆଉ ଝିଅ ମାଆକୁ ଉଭୟଙ୍କୁ ଅଜସ୍ର ଭଲ ପାଇବା ଦେଉଥିଲେ। ଝିଅର ଉତ୍ତମ ଭବିଷ୍ୟତ ପାଇଁ ମା ଝିଅକୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡ଼ମିସନ୍ କରାଇଦେଇଥିଲେ। ହେଲେ ସେଦିନ ରାତିରେ ମା ରାଜଲକ୍ଷ୍ମୀର ଅଚାନକ ମୃତ୍ୟୁ ହୋଇଯାଇଥିଲା। ମାଆର ମୃତ୍ୟୁକୁ ନେଇ ଝିଅ ସମ୍ପର୍କୀୟଙ୍କ ସହିତ ଡାକ୍ତରଖାନାକୁ ନେଲା। ଡାକ୍ତର ଦେଖିଲେ ମା ଆଉ ଏ ଦୁନିଆରେ ନାହିଁ। ପୋଷ୍ଟମର୍ଟମ୍ କରିବାକୁ ମାଆକୁ ନେଲାବେଳେ ଝିଅ କାନ୍ଦି କାନ୍ଦି କହିଥିଲା, ନା ମୋ ମାଆକୁ ଛାଡ଼ିଦିଅ, ତାର କଟା ଦେହ ଦେଖିଲେ ମୁଁ ସହିପାରିବିନି। ଶେଷରେ ଡାକ୍ତର ହୃଦଘାତରେ ମୃତ୍ୟୁ ହୋଇଛି ଭାବି ଝିଅ କଥାରେ ମାଆର ଶବକୁ ଛାଡ଼ି ଦେଇଥିଲେ। ଅନ୍ୟ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ପହଞ୍ଚି ରାଜଲକ୍ଷ୍ମୀକୁ ପୁରୀ ନେଇ ସ୍ୱର୍ଗଦ୍ୱାରରେ ଅନ୍ତିମ ବିଦାୟ ଦେଇଥିଲେ। ସବୁ କାମ ସରିଯାଇଥିଲା। ଏପଟେ ମାଆକୁ ହରେଇ ଝିଅ ଭାରି ଦୁଃଖୀ ବି ଥିଲା, ଆଉ ଏକୁଟିଆ ବି ହୋଇଯାଇଥିଲା। କିନ୍ତୁ ହଠାତ୍ ସେଇ ଝିଅର ମୋବାଇଲ ରାଜଲକ୍ଷ୍ମୀର ଭାଇ ମାନେ ସେ ଝିଅର ମାମୁଁ ହାତରେ ପଡ଼ିଯାଇଥିଲା। ମାମୁଁ ସେଇ ଝିଅର ମୋବାଇଲରେ ଯାହା ଚାଟିଂ ଦେଖିଲା ତା ଦେହରୁ ଗମ ଗମ ହେଇ ଝାଳ ବାହାରିଗଲା। ସେ ଆଗେ ପୋଲିସ ପାଖକୁ ଗଲା, ଆଉ ପୋଲିସ ପହଞ୍ଚି ତୁରନ୍ତ ସେ ଝିଅ ଆଉ ତା ପ୍ରେମିକକୁ ଗିରଫ କରିବା ସହିତ ପ୍ରେମିକର ଆଉ ଜଣେ ସହଯୋଗୀକୁ ବି ଗିରଫ କରିଥିଲା। ଆଉ ଥାନାରେ ଯେତେବେଳେ ସବୁ କଥା ପୋଲିସ ପଚାରିଥିଲା ସବୁ ସତ ସାମ୍ନାକୁ ଆସିଯାଇଥିଲା। ସେ ଝିଅ ସବୁ ସତ ମାନି ଯାଇଥିଲା। ସତ କଥା ହେଲା ସେ ଝିଅ ରାଜଲକ୍ଷ୍ମୀର ନିଜ ଝିଅ ନଥିଲା। ସେ ଝିଅ ଯେତେବେଳେ 3 ଦିନର ହେଇଥିଲା ରାଜଲକ୍ଷ୍ମୀର କେହି ଛୁଆ ପିଲା ନଥିବାରୁ ସେ ତାକୁ ପାଳିତ କନ୍ୟା ରୂପେ ରଖିଥିଲା। ଜନ୍ମ ନ ଦେଇଥିଲେ କ'ଣ ହେଲା, ଜନ୍ମ କଲା ଝିଅଠାରୁ ବି ଅଧିକା କରିଥିଲା। ହେଲେ ସେଇ 13 ବର୍ଷର ଝିଅ ଗୋଟେ ଟୋକା ପ୍ରେମରେ ପଡ଼ିଯାଇଥିଲା, ଯାହାକୁ ଜାଣିଲା ପରେ ମା ଝିଅକୁ ବୁଝେଇଥିଲା। ହେଲେ ଝିଅ ବୁଝିନଥିଲା କି ସେ ଟୋକା ସହିତ ମିଳାମିଶା କରିବା ଛାଡ଼ି ନଥିଲା। ହେଲେ ମା ଝିଅକୁ ବାଟକୁ ଆଣିବାକୁ ଟିକେ କଠୋର ହୋଇଯାଇଥିଲା, ଯାହା ଝିଅକୁ ପସନ୍ଦ ନଥିଲା। ସେଥିପାଇଁ ଝିଅ ତା ପ୍ରେମିକ ସହିତ ମିଶି ଯୋଜନା ପ୍ରସ୍ତୁତ କଲା। ପ୍ରଥମେ ରାତି ଖାଇବାରେ ନିଦ ବଟିକା ଦେଇ ଝିଅ ମାଆକୁ ବେହୋସ କଲା। ଆଉ ପରେ ପ୍ରେମିକକୁ ଡାକି ମୁହଁରେ ତକିଆ ପକେଇ ମାଡ଼ି ବସିଥିଲେ। ଗୋଟେ ପଟେ ପ୍ରେମିକ ମୁହଁରେ ତକିଆ ପକେଇ ମାଡ଼ି ବସିଥିଲା ବେଳେ ଝିଅ ଆଉ ପ୍ରେମିକର ଜଣେ ସାଥୀ ମିଶି ଗୋଡ଼ ହାତକୁ ମାଡ଼ି ବସିଥିଲେ। ନା ମା ଚିତ୍କାର କରିପାରୁଥିଲା, ନା ଗୋଡ଼ ହାତ ଛାଟି ପାରୁଥିଲା। ଶେଷରେ ଜୀବନଟା କଲବଲ ହେଇ ଚାଲି ଯାଇଥିଲା। ଥରେ ଭାବିଲେ 54 ବର୍ଷ ବୟସର ମଣିଷଟା ମଲାବେଳେ କେତେ କଷ୍ଟ ପାଇଥିବ। ଶେଷରେ ହସ୍ପିଟାଲରେ ଝିଅ ଭଲ ଅଭିନୟ କରି ପୋଷ୍ଟମର୍ଟମରୁ ବଞ୍ଚି ଯାଇଥିଲା। ହେଲେ ସବୁ କଳାକାରନାମା ମୋବାଇଲ ଚାଟିଂରୁ ଧରା ପଡ଼ିଯାଇଥିଲା। ଦର୍ଶକ ବନ୍ଧୁ, ରାଜଲକ୍ଷ୍ମୀ ସେ ଝିଅକୁ ଅନ୍ତ ଫାଡ଼ି ସିନା ଜନ୍ମ ଦେଇନଥିଲା, ହେଲେ ନିଜ ଝିଅଠୁ ତାକୁ କିନ୍ତୁ ଅଧିକା କରିଥିଲା। କେବେ କେଉଁଥିରେ ଉଣା କରିନଥିଲା। ଶେଷରେ ପୋଲିସ ସେ 13 ବର୍ଷର ଝିଅ ଆଉ ତା ପ୍ରେମିକା ସହିତ ପ୍ରେମିକର ସାଙ୍ଗକୁ ବି ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦର୍ଶକ ବନ୍ଧୁ, ଥରେ ଭାବିଲେ ଜଣେ ମା ଜନ୍ମ ନ ଦେଇ ବି ନିଜ ଝିଅଠୁ ଅଧିକା କରିଥିବା ଝିଅ ଯଦି ମାଆର ଜୀବନ ନେଇପାରୁଛି, ସେ ପୁଣି ପ୍ରେମ ପାଇଁ ଆଉ ମାତ୍ର 13 ବର୍ଷ ବୟସରେ। ଆଉ ଏକୁ କ'ଣ କହିବେ? ମୋ ପାଟିରେ ତ ଆଉ କିଛି କହିବାକୁ ଭାଷା ନାହିଁ ଆଜ୍ଞା। ହେଲେ ଏତିକି କହିବି, ଏଇ କାହାଣୀ ଶୁଣିଲା ପରେ ଆଉ କେଉଁ ମା ପାଳିଥିବା ଝିଅକୁ କେବେ କ'ଣ ଭରସା କରିବ? ନା ଯଦି କେହି କାହାକୁ ଆଣି ପାଳିବାକୁ ଚିନ୍ତା କରୁଥିବ ସେ ଆଉ ସାହସ କରିବ? ଆଉ ଦେଖିଲେ ଆଜିକାଲିକା ସମୟରେ ମାତ୍ର 13 ବର୍ଷ ବୟସରେ ପ୍ରେମ କରି ଯଦି ପ୍ରେମ ପାଇଁ ଅପରାଧ କରିପାରୁଛନ୍ତି, ତାହେଲେ ଏଇଟା କ'ଣ ପ୍ରେମ? ନା ପ୍ରେମ ନାଁରେ କଳଙ୍କ। ଆଉ ପ୍ରେମକୁ କଳୁଷିତ କଳଙ୍କିତ କରୁଥିବା ଏଭଳି ପୁଅ ଝିଅକୁ ପ୍ରେମିକ ଆଉ ପ୍ରେମିକା ଭଳି
ପବିତ୍ର ଶବ୍ଦ ବ୍ୟବହାର କରିବାକୁ ମୋତେ ଘୃଣା ଲାଗୁଛି। ଛି, ଏ ସମାଜ ଆଜି ଏଇମାନଙ୍କ ପାଇଁ କଳୁଷିତ ହେଇଯାଉଛି। ଏ ପ୍ରେମ ଆଜି ଏଇମାନଙ୍କ ପାଇଁ ବଦନାମ ଗଳିରେ କେଉଁ କଣରେ ଗୋଟେ ଲୁଚି ଯାଉଛି। ଏମିତି ଝିଅ ଆଉ ସେ ପ୍ରେମିକକୁ ଯେତେ ଦଣ୍ଡ ଦେଲେ ମଧ୍ୟ କମ୍ ହେବ। କିନ୍ତୁ ଗୋଟେ ସମସ୍ୟା, ଝିଅ ପା ନାବାଳିକା, ତା ପାଇଁ କିଛି ଦଣ୍ଡ ନାହିଁ, ଯେଉଁଥିପାଇଁ ସେ ସୁଧାର ଗୃହକୁ ଯିବ ଆଉ 3 ବର୍ଷ ପରେ ଫେରି ପୁଣି ଆଉ କାହାକୁ ପ୍ରେମ କରିବ। ଆଉ ଏଇ ପ୍ରେମ ପାଇଁ ଆଉ କାହାର ଜୀବନ ନ ନେବ, ଏକଥା କିଏ କହିପାରିବ? ଆପଣ ଏଇ କାହାଣୀ ଶୁଣି କ'ଣ କହିବେ ମୁଁ ତ ଜାଣିନି। ଆଉ ଆଜି ଏଇ କାହାଣୀରେ ଆପଣଙ୍କୁ କମେଣ୍ଟ କରିବାକୁ ବି କହିବିନି, କାହିଁକି ନା ମୁଁ ଜାଣିଛି ଏ କାହାଣୀ ପୁରା ଶୁଣିଲା ପରେ ଆପଣ ନିଶ୍ଚିତ କମେଣ୍ଟରେ ଆପଣଙ୍କ ରାୟ ଦେବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।